ଅତଏବ ଏ ରାଜା ଭୀଷ୍ମକ କାନେଇକି ରହିଲା। ଠିକ ଏତିକି ବେଳେ ଧଳା ଫୁଲ ଉପରେ ଗୋଟେ ଭଅଁର ବସିଛି। ଆଚ୍ଛା ରାଜା ଶୁଣିବ ସ୍ତ୍ରୀ କଣ କଥାବାର୍ତ୍ତା ହଉଛି। ଠିକ ଏତିକି ବେଳେ ରାଣୀ ପଚାରିଲା ଗୋଟେ ଦୂତି ବୋଲେ ଦାସୀକି ପଚାରୁଛି କହିଲା ସଖିଲୋ ଏ ଧଳା ଫୁଲ ଉପରେ ଯୋଉ ଭଅଁରଟା ବସିଛି କେମିତି ଦେଖା ଯାଉଛି ଗୋଟେ ଉପମା ଦେଲୁ। ଆଚ୍ଛା 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 ଦାସୀ ଉତ୍ତର ଦେଲା ଉତ୍ତର ଦଉଛି କହିଲା ଉଦୟାଚଳ ସଂଯୋଗୁ ଓ ରକ୍ତି ମୋଲାଞ୍ଚନା ସଙ୍ଗୁ ଆହା ମତି ମଲା ସଙ୍ଗୁ ମତି ମଲା ସଙ୍ଗୁ ଉଦୟାଚଳ ସଂଯୋଗୁ ରକ୍ତି ମୋଲାଞ୍ଚନା ସଙ୍ଗୁ ରତି ମଲା ସଙ୍ଗୁ ରତି ମଲା ସଙ୍ଗୁ ବ୍ରଜାଟବୀ କୁଞ୍ଜାଟବୀ କଣ୍ଟକ ଧରେ ଆହା କଣ୍ଟକ ଧରେ ଆହେ କଣ୍ଟକ ଧରେ କୁନ୍ଦନାଗୀ ନନ୍ଦନାଙ୍କୁ ତୁଳନ୍ତାଇ ଅବା ତାଙ୍କୁ ଆହା କୁଳକାରୀ ବିହି ବିହି ତ୍ରିଜନମ ସେହି ବଂଶରେ ବିହି ବିହି ଜନମ ଏହି ବଂଶରେ ରୂପ ସଙ୍ଗେ ତୁଳି ବସିଲେ ସଙ୍ଗେ ତୋଳି ବସିଲେ ରୂପ ସଙ୍ଗେ ତୁଳି ବସିଲେ ରୂପ ସଙ୍ଗେ ତୋଳି ବସିଲେ କଲା କି କାର୍ଯ୍ୟ ସେ ପୂଜ୍ୟ ରତ୍ନ ମେଳେ ବସିଲେ ଜଣେ ଦାସୀ ଉତ୍ତର ଦେଲା ଉଦୟାଚଳ ସଂଯୋଗୁ ରକ୍ତିମା ଲଂଛନା ସଙ୍ଗୁ ବ୍ରଜାଟବୀ କଞ୍ଜାଟବୀ କଣ୍ଟକ ଧରେ। ବାସ୍ ଏପଟେ ରାଜା ଯୋଉ ଯାଇଛି ରାଣୀ ପାଖକୁ ଆଚ୍ଛା ଆଜ୍ଞା ଦାସୀଟିଏ ଯାଇକି ଜଣେଇ ଦେଇଛି ରାଣୀକି ମା ମା ମଣିମା ଆସିଛନ୍ତି ମଣିମା ବିହାର କରୁଛନ୍ତି ଆପଣଙ୍କ ପାଖକୁ। କହିଲା ହଁ ହଁ ଦେଖୁନ ଦୂରରେ ବୁଢା ବୟସରେ ପ୍ରେମ ଝୁଳୁଛି କଣ କରିବା ଆଉ ମନ ତ ହଉଛି ଆଉ ପାଞ୍ଚଟା ଛୁଆର ମା ହେଲିଣି ରୁକ୍ମ ଅଗ୍ରଜ ରୁକ୍ମ ରଥ ରୁକ୍ମ ବାହୁର ଅନନ୍ତର ରୁକ୍ମ କେଶ ରୁକ୍ମ ମାଳି ରୁକ୍ମିଣୀ ଏସା ଶାଶ୍ୱତୀ ସମସ୍ତେ କହନ୍ତି ରାଜାର ଗୋଟିଏ ପୁଅ ଗୋଟିଏ ଝିଅ। ଆଚ୍ଛା ପୁଅଟି ନା ରୁକ୍ମଣ ଝିଅଟି ନା ରୁକ୍ମିଣୀ ନା ଆଉ ତାର ପାଞ୍ଚଟା ପୁଅ ରୁକ୍ମାଗ୍ରଜ ଆଚ୍ଛା ବଡ଼ ପୁଅ ରୁକ୍ମ କେଶ ଆଚ୍ଛା ରୁକ୍ମ ମାଳି ରୁକ୍ମାଗ୍ରଜ ରୁକ୍ମରଥ ରୁକ୍ମ କେଶ ଆଚ୍ଛା ରୁକ୍ମ ମାଳି ମାଳି 5 ପୁଅ ଆଚ୍ଛା ରୁକ୍ମିଣୀ ବୋଲି ଗୋଟାଏ ଝିଅ। ସେ ଝିଅଟା ଅତି ସୁନ୍ଦର ଭାବରେ ବଢିବାର ଲାଗିଛି। ସେ ଝିଅଟା କେମିତି ବଢିବାରେ ଲାଗିଛି କିଭଳି ବଢୁଛି ନା ଦ୍ୟୁତି ଦୃଶ୍ୟାତ୍ମତା ମନୋହରାୟ ଏତସ୍ୟ ସୁତାୟା ପିବତେ ସ୍ୱପିତ୍ରେ ନରୋଚତେ ରୁକ୍ମ ମରୁଚି ଶିରଜତ কন্যা রুক্মিণী তেন দধারণা মানা
ରୁକ୍ମ ବୋଲନ୍ତେ ସୁନା ସୁନା ସୁନାକୁ ନିନ୍ଦା କରୁଛି ଏ ଝିଅ। ଆଚ୍ଛା ସୁନାକୁ ଯିଏ ନିନ୍ଦା କରିପାରୁଛି କି ଭଳିଆ ସୁନ୍ଦରୀ ହେଇନଥିବ। ସୁନାକୁ ୟା ରୂପ ନିନ୍ଦା କରୁଥିବାରୁ ବାତ୍ ସୁନାର ଅନ୍ୟ ନାମ ହେଲା ରୁକ୍ମ। ଆହା ରୁକ୍ମକୁ ନିନ୍ଦା କରୁଥିବାରୁ ଆଚ୍ଛା ୟା ନାଁଟା ଦିଆଗଲା ରୁକ୍ମିଣୀ। ଆହା ଦିନକୁ ଦିନ ରୁକ୍ମିଣୀ ବଢୁଛି। ଆଚ୍ଛା ଆଚ୍ଛା କିପରି ବଢୁଛି ଟିକେ ଜାଣିବା ନା। ମନ୍ଦାକିନୀ ନନ୍ଦନ ମୋର ବିହାରେ ଆଜି ଶ୍ଲୋକରେ ଛାଇ ଦେବି। ଆଚ୍ଛା ଦେଖିବି କେତେ ଶ୍ଲୋକ ଶିଖିଛ। ଆଚ୍ଛା ମନ୍ଦାକିନୀ ନନ୍ଦନ ମୋର ବିହାରେ କଣ ଏତେ ଗୁଡେ ପୂଜା ହେଲାଣି ଦକ୍ଷିଣା କିଛି ଆସୁନି। ଗୋଟିଏ ପୂଜା ହେଇଥିଲା ଦକ୍ଷିଣାଟିଏ ଆଇଛି। ତାପରେ ପୂଜା ଚାଲିଲାଣି ଯଜମାନ ମାନଙ୍କର ଦକ୍ଷିଣା ଟିକେ ଆସୁନି। ସୁଖ ଲାଗିବ। ମାଙ୍କ ମନ୍ଦିରରେ ପାଲା କରୁଛ, ପାଲା ଗାୟକ ଜଣେ ଏଜେଣ୍ଟ କହିଲେ ଭୁଲ ନୁହଁ ଠାକୁରଙ୍କର। ତମେ ପାଲା କରୁଛ ଦକ୍ଷିଣା ଟିକେ ପଠେଇବନି ଯାହା ବି ହେଲେ। ଓହୋ ହଉ। ମନ୍ଦାକିନୀ ନନ୍ଦନ ମୋର ବିହାରେ ସ୍ୱୟଂ ଦେବତା କଳ୍ପ ମାଧବେଦୀ ତନ୍ଦେ ବିକ୍ରୀଡ଼ୟାମି କରୁତୁ ରମ୍ୟତେ ସହଚରୀ ସଙ୍ଗ ପରମିତ ଝିଅଟି 7 ବର୍ଷର ହେଇଗଲାଣି। 7 ବର୍ଷର ହେଇଯାଇଛି ରୁକ୍ମିଣୀ। ଆଚ୍ଛା ଦିନକୁ ଦିନ ବଢି 7 ବର୍ଷ ହେଇଛି। ଆଚ୍ଛା 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 କେମିତି ବଢିଛି? କିପରି ବଢୁଛି? ଦ୍ୱିପଦ ଅଳଙ୍କାର ନହେଲେ ଭଲ ଲାଗିବନି। ନାଇଁ 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 ଏ ବାଦପାଲା କଥା। ଆଉ କଣ ରାଜକନ୍ୟା ଯେଣୁ ରୁକ୍ମିଣୀ କି ଭଳିଆ ବଢୁଛି? କଲା ଅତି ଶୁଦ୍ଧ ମନେ ସୁଜନେ ଶୁଣ କୌତୁକ ରସ ଅପୂର୍ବ ରସ ଅପୂର୍ବ ରସ ଅଲି ଅଲି କନ୍ୟା ବଢଇ ଦିବସକୁ ଦିବସ ଅନୁପମେ ଯଥା କାଳରେ କଲେ ନାମକରଣ ଅଙ୍ଗରେ ଖଞ୍ଜିଲେ ନାନା ଭୂଷଣ ମାନ ସମ୍ପୂର୍ଣ୍ଣରେ ପାଦ କର ସିଞ୍ଚାରି ଅସୁଗରର ଖଞ୍ଜି ଦେ ପୁଣିଲେ ଉଠି ପଡ଼ିଲେ ଅଢାଇ ମାସ ଯେତେବେଳେ ହେଇଗଲା ଆଜ୍ଞା ଛୁଆଟା ପାଦ କର ନିଶ୍ଚିତ ଟିକେ ସିଞ୍ଚାରିବ ହଲେଇବ। ବାଡି କୁଟି ହବ ଗୋଡ ହାତ ହଲେଇବ। ନା ନାହିଁ ମୁଣ୍ଡାରେ ହଳଦିଆ କପଡାଟେ ପକେଇକି ଗାଧେଇ ଯାଇଥାଉ। ଆଚ୍ଛା ଆଇଲା ବେଳକୁ ଏ ପିଲା ଲେଉଟି ପଡିଥିବ। ସେ ଆଉ ସ୍ଥିର ହେଇକି ଶୋଇପାରିବନି। ନାଇଁ ନାଇଁ ହଲଚଲ ହଉଛି ନା ବାଡି କୁଟି ହଉଛି। ଲେଉଟିବ ସେ ପିଲା ଅଢେଇ ମାସରେ। ଆଚ୍ଛା କଦା ଅଧା ବରଷ ପରବେଶ ଆସି ଯହୁଁ ହୋଇଲା ଘଣ୍ଟା ଡେରି ରଖି ବସିବା ତୁହୁ ବଳ ପାଇଲା ଆଜ୍ଞା 6 ମାସେ ବିଷ୍ଣୁ ତୁ ଆଜି ମତେ ମାରିଦେଲୁ। ଆ ପିଣ୍ଡାଲକୁ ଆସିଲା ବେଳକୁ 250 ଗ୍ରାମ ଛେନା ଦଉଛି ଖାଇବାକୁ। କଣ କରିବ ଆଜ୍ଞା? ମୁଁ ବ୍ରାହ୍ମଣିଆ ଲୋକ ଛେନା ଛାଡ଼ିବି? ନାଇଁ 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 କୁଟାଟେ କୁଟି ଦେଲି
ଆଉ ଛେନା ଖାଇକି ପେଣ୍ଡାଲକୁ ଆଇଲେ ପେଟଟା ଗରୁଆ ହେଇଯିବନି ବାପା? ନିଶ୍ଚିତ ଆଉ ଉଷାସିଆ ହବନି ତ ଆଉ। ତେଣୁ ଆଜି କଷ୍ଟ ଦେଇକି ମତେ ମାଇଲୁ ଆଉ। କଣ କରିବ? ପେଣ୍ଡାଲକୁ ଆଇଲା ବେଳକୁ ଛେନା ଦେବୁ ଜାଣିଲୁ? ଆଗୁଆ ଟିକେ ଦେଇଥାନ୍ତୁ ନା। କଲା ଅଷ୍ଟମ ମାସ ସମ୍ପୂର୍ଣ୍ଣରେ ହେଲା ଅଳପ ଉଭା, ଅନଙ୍ଗ କୁଟୁଣୀ ପ୍ରତିମା ପ୍ରାୟ ଦିଶିଲା ଶୋଭା।